कवितार समाहार कवितांजलिକୁ आपण ସମସ୍ତଙ୍କୁ ସ୍ୱାଗତ। କବିଙ୍କ ବିଷୟରେ ଜାଣିବା। କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କ'ଣ ଅଧିକା କହିବି, ତାଙ୍କ ଲେଖାଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ବାଟରେ ଚାଲୁ ଚାଲୁ କେଉଁ ଏକ ମୋଡ଼ରେ ଗୋଟେ ପୁଅ ଗୋଟେ ଝିଅର ଭେଟ ହେଇଯାଏ। କଥାବାର୍ତ୍ତାରୁ ବଢ଼େ ସମ୍ପର୍କ। ପରସ୍ପର ପରସ୍ପରକୁ ହୃଦୟ ଦେଇ ବସନ୍ତି। ସେମିତି ଘଟଣାଟେ ଘଟି ଯାଇଥିଲା ଶୁଭମ ଆଉ ଶ୍ରୁତି ଭିତରେ। ଶୁଭମର ପିଜି ସରିବାକୁ ମାତ୍ର 6 ମାସ ବାକି ଥିଲା। ଶ୍ରୁତି ଥିଲା ବିଏସ୍ସିର ଶେଷ ବର୍ଷର ଛାତ୍ରୀ। ଶ୍ରୁତି ଜିଦି କରୁଥିଲା ଶୀଘ୍ର ବାହାଘର ତାଙ୍କର ହେଇଯାଉ। ଶୁଭମ ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲା ପଢ଼ା ସରିଯିବା ଯାଏ ଅଟକି ଯିବା ପାଇଁ। ସେଇ ଦୁଇ ପ୍ରେମୀ କେମିତି ଭାଲେଣ୍ଟାଇନ୍ ଡେ ପାଳୁଛନ୍ତି, ସେହି ପରିପ୍ରେକ୍ଷୀରେ କବି ଶରତ କୁମାର ଦାସଙ୍କ ପେଡ଼ିରୁ ଝରି ପଡ଼ିଛି ଏକ ନୂଆ କବିତାଟି। ଚାଲନ୍ତୁ ଜାଣିବା କ'ଣ ଅଛି ସେ କବିତାରେ। କବିତାର ଶୀର୍ଷକ କାଲି ଭାଲେଣ୍ଟାଇନ୍ ଡେ ନିଶ୍ଚୟ ଆସିବ। ଦେଖ, ଜହ୍ନ ଆଉ ବର୍ଷା ବାଦଲ ଭିତରେ କେମିତି ଲୁଚକାଳି ଖେଳ ଚାଲିଛି। ଫେବୃଆରୀର ହାଲୁକା ଶୀତ ଦେହରେ ଶିହରଣ ତୋଳୁଛି। ତମେ ଭାରି ମନେ ପଡ଼ୁଛ। କାଲି ରାତିରେ ତମେ ସ୍ୱପ୍ନରେ ଆସିଥିଲ। ମୋ ଛାତିରେ ଆଉଜି କହିଲ, ତମେ ମୋ ଜୀବନ, ମୁଁ ତୁମ ବିନା ବଞ୍ଚି ପାରିବିନି। ମୁଁ କହିଲି, ଆଉ 6ଟା ମାସ ପରେ ପିଜି ସରିଯିବ, ଲେକ୍ଚର ଚାକିରି ମିଳିଯିବ। ତାପରେ ତୁମ ବାପା ମାଙ୍କୁ ତମ ହାତ ମାଗିବି। ଭାବୁଛି ରାଜି ହେଇଯିବେ। ଦେଖିଲି ତମେ ମୁହଁ ମୋଡ଼ି ବସିଛ। ହେଲେ ତୁମ ଓଠରେ ଥିଲା ଖୁସିର ସ୍ମିତଟିଏ। ତମର ମନେ ଥିବ ଆମର ପ୍ରଥମ ସାକ୍ଷାତ ପୁରୀ ବସ୍ ଷ୍ଟାଣ୍ଡରେ। ତମେ ଅପେକ୍ଷାରେ ଥିଲ ଭୁବନେଶ୍ୱର ବସ୍କୁ। ମୁଁ ବି। ଏକାଠି ବସି ଫେରିଲେ କଥାବାର୍ତ୍ତା ଭିତରେ। ବସ୍ ପହଞ୍ଚିଲା ଭୁବନେଶ୍ୱର। ମୁଁ ତୁମକୁ ତୁମ ମୋବାଇଲ ନମ୍ବର ମାଗିଲି। ତମେ ନିସଙ୍କୋଚରେ ଦେଇଦେଲ। ଆଉ ମୋ ନମ୍ବର ମାଗିନେଲ। ମୁଁ ଚାଲିଗଲି ବାଣୀବିହାର। ତମେ ତମ ମାମୁଁ ଘରକୁ। ସେଇଠୁ ଯିବା ଆସିବା କରି କଲେଜର ଶେଷ ବର୍ଷଟା ସାରିଦେବ। ତା ପରଠୁ ଆମର କେତେଥର ଫଙ୍କସନରେ ସାକ୍ଷାତ ହେଇଛି। ବାକି ସବୁ ମୋବାଇଲରେ। ଆମର ଏ ସମ୍ପର୍କକୁ କାଲି 1 ବର୍ଷ ପୂରିଯିବ। ଆମେ ତାକୁ ଧୁମଧାମରେ ପାଳିବା। ସଂଯୋଗକୁ କାଲି ଭାଲେଣ୍ଟାଇନ୍ ଡେ, ପ୍ରେମ ଦିବସ। ତମକୁ ମୋ ନିମନ୍ତ୍ରଣ ରହିଲା। ସନ୍ଧ୍ୟା 6ଟାରେ ନିକୋ ପାର୍କରେ ପହଞ୍ଚିଯିବ। ନାଲି ରଙ୍ଗର ଶାଢ଼ୀଟିଏ ପିନ୍ଧି କେଶ ଖୋଲା ରଖିଥିବ। କେବଳ ଆଖିରେ କଜଳ, ମଥାରେ ଛୋଟ ବିନ୍ଦିଟିଏ। ତମେ ସେ ଶାଢ଼ୀରେ ଭାରି ସୁନ୍ଦର ଦିଶ। ତୁମର ସବୁଠୁ ପସନ୍ଦର ସନ୍ଦେଶ ଆଉ କିଛି ଛଣାଛଣି ନେଇ ଆସିଥିବି। ତମ ହାତରୁ ଗୋଟେ ଲାଲ ଗୋଲାପ ମୋ ପାଇଁ ଯଥେଷ୍ଟ। ତୁମେ ଲାଲ ଗୋଲାପ ଧରି ପ୍ରପୋଜ କରିବ ମୋତେ, ମୁଁ ତମକୁ। ଦୁଇ ପ୍ରେମୀ ଢେର ସାରା ବୁଲିବା, ନାଚିବା, ମଜା କରିବା। କେହି କାହା ହାତ ଛାଡ଼ିବାନି ଜନ୍ମ ଜନ୍ମାନ୍ତର ପାଇଁ। ନିଶ୍ଚୟ ଆସିବ। କେମିତି ଲାଗିଲା କବିତାଟି? ସୁନ୍ଦର ହେଇଛି ନା? ଏଇ ସୁନ୍ଦର କବିତାଟି ଆପଣମାନଙ୍କ ମନକୁ ଛୁଇଁଛି ନା? ତ ଛୁଇଁଛି ଯଦି କ'ଣ କରିବେ ତ ଜାଣିଛନ୍ତି। ଭିଡ଼ିଓ ଟିକେ ଲାଇକ୍ କରିବେ, ଭିଡ଼ିଓକୁ ଅନ୍ୟଙ୍କ ସହିତ ସେୟାର କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥିବେ। ତାହେଲେ ଯଦି ଉପସ୍ଥାପନାରେ କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବେ। ଆପଣଙ୍କ ଅନାମିକାକୁ ଆସିବ ଆଉ ଗୋଟେ ନୂଆ କବିତା ନେଇ ଆପଣମାନଙ୍କ ପାଖକୁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ନମସ୍କାର।